ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତରେ ରାଗର ଯେଉଁ ଆଳାପ ଅଛି ମୁଁ ସେ ବିଷୟରେ ଆପଣଙ୍କୁ ଗୋଟେ ପୂର୍ଣ୍ଣ ଧାରଣା ଦେବାକୁ ଯାଉଛି। ପଏଣ୍ଟ ୱାଇଜ୍ ପୁରା ଡେଫିନେସନ୍ ସହିତ ଦେଉଛି ବିସ୍ତୃତ ଭାବରେ। ଆପଣ ଏହାକୁ ନୋଟ୍ କରିନେବେ। ଆସନ୍ତୁ ମୁଁ ପ୍ରଥମେ କହିବି ହ୍ୱାଟ୍ ଇଜ୍ ଦ ଡେଫିନେସନ୍ ଅଫ୍ ଆଲାପ ବା ଆଳାପର ତାର ସଂଜ୍ଞା କ'ଣ। ଆଳାପ ହେଉଛି ରାଗର ସ୍ୱରକୁ ପ୍ରକାଶ କରିବ, ଭାବକୁ ପ୍ରକାଶ କରିବ, ଚରିତ୍ର ଓ ପରିଚୟକୁ ଲୟବିହୀନ ଭାବରେ ଧୀରେ ଧୀରେ ବିକାଶ କରି ଯେଉଁ ପ୍ରକ୍ରିୟା ସେ ପ୍ରକାଶ କରେ ଆମେ ତାହାକୁ ଆଳାପ କହିବା। ସରଳ ଭାଷାରେ କଲେ ବିନା ତାଳରେ ରାଗର ପରିଚୟ ଦେବା। କେବଳ ତାନ ପୁରା ବାଜିବ, ନହେଲେ ଆପଣଙ୍କର ପାୱାର କୋଡ୍ ଧରିକି ସାପା ଧରିକି ଆପଣ କରିବେ, ଆଳାପ ଚାଲିବ। ଆପଣ ଜାଣିପାରୁଥିବେ, ମୁଁ ବି କହିଦେବି ଆପଣଙ୍କୁ, ପୁଣି ପ୍ରାକ୍ଟିକାଲ କ୍ଲାସ୍ରେ ଆପଣଙ୍କୁ କହିବି। ଯେତେବେଳେ ମୁଁ ରାଗ କରିବି, ରାଗ ଛାଡ଼ିବି ଏକ ଦିନ ଭିତରେ ମୁଁ କହିଦେବି ଆପଣଙ୍କୁ। ହେଇଗଲା ଆପଣଙ୍କ ଆଳାପ କ'ଣ। ଆଳାପର ଉଦ୍ଦେଶ୍ୟ, କାହିଁକି ଆମେ ଆଳାପ କରିବା, କ'ଣ ଲାଭ କ'ଣ ମିଳିବ ଏଥିରୁ ଆମକୁ। ଦେଖନ୍ତୁ, ରାଗର ସ୍ୱର ସ୍ଥାନ ସ୍ପଷ୍ଟ କରିବା। ବାଦୀ ସମ୍ବାଦୀ କ'ଣ ଆମେ ଜାଣିବା, ବାଦୀ ସ୍ୱର କେଉଁଟା, ସମ୍ବାଦୀ ସ୍ୱର କେଉଁଟା। ଆଳାପ ହିଁ ତାକୁ ଉଦ୍ଭାସିତ କରିବ, ରାଗର ଭାବ ରସ ପ୍ରକାଶ କରିବ, ଆଉ ଲୋକମାନେ ଆକୁ ଶୁଣିବେ, ଶ୍ରୋତାକୁ ଅତି ମନୋରଞ୍ଜିତ କରିବ, ମନୋରଞ୍ଜନ କରିଦେବ। ଏଇଟା ପରବର୍ତ୍ତୀ ବନ୍ଦିଶ ବା ଗତ ପାଇଁ ମୂଳ ଭିତ୍ତି ତିଆରି କରିବ। ଆସନ୍ତା ରାଗର ପରବର୍ତ୍ତୀ ଷ୍ଟେଜ୍ କ'ଣ ହେବ ଆଉ ପୂର୍ବରୁ କ'ଣ ଥିଲା ତାହା ମଧ୍ୟ ସେ ବୁଝେଇଦେବ। ତାର ମୂଳ ଲକ୍ଷଣ କ'ଣ, ଆଳାପର ମୂଳ ଲକ୍ଷଣ ଗୁଡ଼ିକ କ'ଣ। ପ୍ରଥମେ ହେଉଛି ଲୟବିହୀନ, ନୋ ଫିକ୍ସଡ ରିଦିମ୍। ଆପଣ ସାଧାରଣତଃ ତାଳ ବିନା କିଛି କରିପାରିବେନି, କିନ୍ତୁ ଆଳାପ କରିହେବ ଧୀର ଗତିରେ। ଆପଣ ଦେଖିବେ, ଯେଉଁମାନେ ବିଭିନ୍ନ ଭିଡ଼ିଓ ଆପଣ ଦେଖିଥିବେ, ଓନ୍ଲି ତାନ ପୁରା ପାୱାର କୋଡ୍ ଧରା ହେଇଥିବ, ସାପା ଧରା ହେଇଥିବ। ଏ ହେଉଛି ଆପଣଙ୍କର ଆଳାପ। ମୁଁ ଜଷ୍ଟ କହିଥିଲି ଆପଣଙ୍କୁ, ଶବ୍ଦବିହୀନ ବି ଅଛି। ବିଶେଷତଃ ଧ୍ରୁପଦ ଶୈଳୀରେ ଆ, ନା, ରେ, ତୋମ୍ ପରି ଅକ୍ଷର ବ୍ୟବହାର କରାଯାଏ। ମିଣ୍ଡ ଓ ଗମକରେ ବ୍ୟବହାର କରାଯାଏ। ସ୍ୱରକୁ ଟାଣିକି ଗାଇବା, ମିଣ୍ଡ କାକୁ କୁହନ୍ତି, ସ୍ୱରକୁ ଟାଣିକି ଗାଇବା। ଭାରି କମ୍ପନ ଯେ ହବ, ତବଲାରେ ମଧ୍ୟ ହେଇଥାଏ ଗମକ, ଏମିତିଆ ତାକୁ ଗମକ କୁହାଯାଏ। ହେଲା, ତେଣୁ ସ୍ୱର ଏଇଟା କ'ଣ ଆପଣଙ୍କର ସଙ୍ଗୀତରେ ଉନ୍ନତି ପରିଲକ୍ଷିତ ହେବ। ଆଉ ଗାୟକର କଳ୍ପନା ଶକ୍ତି ଉପରେ ନିର୍ଭର କରେ, ଗାୟକର କଳ୍ପନା ଶକ୍ତି ବଢ଼ିବ। ତେଣୁ ଆସନ୍ତୁ ଏବେ ମୁଁ ଆପଣଙ୍କୁ କହୁଛି ଆଳାପ କେତେ ପ୍ରକାରର। ଆଳାପ ସାଧାରଣତଃ ଆପଣ ଶୁଣିଥିବେ, ବିଲମ୍ବିତ ଆଳାପ, ମଧ୍ୟ ଆଳାପ, ଦ୍ରୁତ ଆଳାପ। ବିଲମ୍ବିତ ମାନେ ଆପଣଙ୍କର ଅତ୍ୟନ୍ତ ଧୀର ଗତିରେ, ଗଭୀର ଭାବରେ, ଶାନ୍ତ ଭାବରେ ସରିଗଲା। ମଧ୍ୟ ଆଳାପ ସେଇ ମଧ୍ୟ ଗତିରେ, ଆଉ ସ୍ୱରର ସ୍ପଷ୍ଟତା ରହିବ। ଦ୍ରୁତ ଗତିରେ ଆପଣ ଦ୍ରୁତ ଗତିରେ ଆପଣ ତାନ୍ ଯେମିତିଆ କରନ୍ତି, ଆଳାପ ତାନ୍ ବହୁତ ଜୋର ସାରେଗାମା ଯେ କରନ୍ତି, ସେଇଟା ତାନ୍ ସାରେଗାମା ମାନେ ଏମିତିଆ ଏ ତାନ୍ ନହେଲେ ସାପା ପାୱାର କୋଡ୍ରେ। ବିଲମ୍ବିତ ଆଳାପ ଜୋର, ହାଲକା ଲୟ ଆସିବ, ଜୋର ଅଛି। ଝାଳା ତୀବ୍ର ଗତି, ତାନ୍ ଧନର ହବ। ଖ୍ୟାଲ ଶୈଳୀରେ ମଧ୍ୟ ଆମେ ଆଳାପ କରିପାରିବା। ବନ୍ଦିଶ ପୂର୍ବରୁ କିମ୍ବା ପରେ ହୁଏ ଯେଉଁ ଆଳାପ, ଏ ଖ୍ୟାଲ ଶୈଳୀର ଆଳାପ। ସରଗମ ଆଳାପ ଅଛି, ବୋଲ ଆଳାପ ଅଛି, ବନ୍ଦିଶ ଆଳାପ ଅଛି। ଏ ଯେଉଁ ଖ୍ୟାଲ ଶୈଳୀ ଆଳାପ ଓ ତାନର ତଫାତ, ଲୟ, ଗତି ଆଉ ଉଦ୍ଦେଶ୍ୟ। ଆଳାପ ହେଲା ଭୟବିହୀନ,
ଧୀର ରାଗର ପରିଚୟ କରିବ। ତାନ ହେଉଛି ତାଳ ସହ, କିନ୍ତୁ ଆଳାପ ତାନ ବେଶୀ ତାଳ ରହିବନି। ଆଳାପରେ ତାଳ ରହିବନି, ତାନରେ ତାଳ ରହିବ। ଆଳାପ ଧୀର ହେବ, କିନ୍ତୁ ତାହେଲେ ଦ୍ରୁତ ଗତିରେ ହେବ। ଆଳାପ ରାଗ ପରିଚୟ କରିବ, ତାନ କଳାକୁ ପ୍ରଦର୍ଶନ କରିବ। ଏଇଟା ତା ଉଦ୍ଦେଶ୍ୟ। ଯଦି ଆପଣ ଆସେ କ୍ୱେଶ୍ଚନ୍ ଆସେ ଆଳାପ ତାଳ, what is the difference between ଆଳାପ and ତାନ, ଏଇଟା ଆପଣ କହିବେ। ରାଗର ବିକାଶ ପ୍ରକ୍ରିୟା କ'ଣ? ଆଳାପ ସାଧାରଣତଃ ମନ୍ଦ୍ର ସପ୍ତକରୁ ଆରମ୍ଭ ହେବ। ଏଇଟା ଭଲ ରଙ୍କିଆ ଲେଖିବେ। ମନ୍ଦ୍ର ସପ୍ତକରୁ ଆଳାପ ଆରମ୍ଭ ହେବ, ମଧ୍ୟ ସପ୍ତକୁ ଗମନ, ତାର ସପ୍ତକର ଉଚ୍ଚତା ରହିବ। ମନ୍ଦ୍ର ସପ୍ତକୁ ଆରମ୍ଭ ହୋଇ ମଧ୍ୟ ସପ୍ତକ ଦେଇ ତାର ସପ୍ତକୁ ଯିବେ, ସେଇଠି ଲାଷ୍ଟ ପୁଣି ଫେରିବେ, ପୁଣି ଯିବେ, ଏମିତିକା। ଏ ହେଲା ରାଗର ବିକାଶ ପ୍ରକ୍ରିୟା, କେମିତି ରାଗ କରାଯାଏ। ଆଳାପର ଶାସ୍ତ୍ରୀୟ ଆଧାର କ'ଣ ରହିଲା ନା ଭାରତୀୟ ସଙ୍ଗୀତର ପ୍ରାଚୀନ ଗ୍ରନ୍ଥ ରହିଲା, ତାର ସବୁ ନାଟ୍ୟ ଶାସ୍ତ୍ର ଯେଉଁଟା ଅଛି ସେଟା ଗୋଟେ, ଆଉ ଆପଣଙ୍କର ସଙ୍ଗୀତ ରତ୍ନାକର, ଏଇ ଦୁଇଟା ବହି ଆପଣ ରାଗ ବିଷୟରେ, ସ୍ୱର ବିଷୟରେ ବିଶେଷ ଭାବରେ ଆଲୋଚନା ମିଳିବ। ଆପଣ ସେଟା ପଢ଼ିବେନି କି? ଆଳାପ ଆମେ କାହିଁ କରିବା, କ'ଣ ଦରକାର? ତାର ସୌନ୍ଦର୍ଯ୍ୟ ତତ୍ତ୍ୱ ଅଛି ନା। ଆଳାପର ସୌନ୍ଦର୍ଯ୍ୟ ତତ୍ତ୍ୱଟା କ'ଣ? ଆଳାପ କଲେ କ'ଣ ହେବ? ଶାନ୍ତ ଭାବ ସୃଷ୍ଟି ହେବ, ଆପଣଙ୍କ ମନ ସ୍ଥିର ରହିବ, ବ୍ଲଡ଼ ପ୍ରେସର, ବିଭିନ୍ନ ଶାରୀରିକ ସ୍ଥିରତା ଆସିବ, ଧୈର୍ଯ୍ୟ ଆସିବ, ନିୟନ୍ତ୍ରିତ ଆସିବ ଆଳାପ କଲେ। ଆଉ ମାନସିକ ସ୍ଥିତି ଆସିବ ଆପଣଙ୍କର। ରାଗ ମର୍ଯ୍ୟାଦା ପାଳନ କରିବ, ଉଲ୍ଲଙ୍ଘନ କରିବ। କୌଣସି ନୀତି ନିୟମ କହିଲ ଉଲ୍ଲଙ୍ଘନ କରିବେନି ଆପଣ। ରାଗ ଭିତରେ ଯେ ସବୁ ନୀତି ନିୟମ ଅଛି, ଏହା ଆଳାପର ହିଁ ତାର ପରିଷ୍କୃତ ହେଇଯାଏ। ବୁଝିପାରିଲେ ଆପଣ? ଇଏ ଥିଲା ଆପଣଙ୍କର ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର ରାଗର ଆଳାପର ସମ୍ପୂର୍ଣ୍ଣ ଧାରଣା। ବହୁତ କମ୍ ସମୟ ଭିତରେ କହିଦେଲି, ଆପଣ ଟିକେକୁ ଦେଖିଦେବେ। ଏହାପରେ ଆସନ୍ତୁ ଏହାର ସବୁ କିଛି କ୍ୱେଶ୍ଚନ୍ ଆଲୋଚନା କରିବା। ଆମେ କ୍ୱେଶ୍ଚନ୍ ଅଛି, ସର୍ଟ କ୍ୱେଶ୍ଚନ୍, ମଲ୍ଟିପଲ୍ ଚଏସ୍ କ୍ୱେଶ୍ଚନ୍ ଆପଣଙ୍କୁ କହୁଛି, 20ଟି ବେଶୀ କହିବେନି। ଆଳାପ କ'ଣ? ତାଳ ସହ ଗୀତ, ନା ଲୟ ବିହୀନ ରାଗ ବିକାଶ, ନା କେବଳ ତାନ, ନା ତାଳବାଦ୍ୟ ପ୍ରଦର୍ଶନ? ଆପଣ କେବଳ ଭଲ ଅଙ୍କିଆ ଲେଖିବେ। ମୁଁ ଆପଣଙ୍କୁ କହିଛି ପ୍ରଥମେ ଅପସନ୍ ବିଟା ହିଁ ତାର ଆନ୍ସର। ଲୟ ବିହୀନ ରାଗ ବିକାଶ, ଲୟ ରହିବନି, ତାଳ ରହିବ। ଲୟ ବିହୀନ ରାଗ ବିକାଶ, ତାଳ ସହ ଗୀତ କେବେ ବି ନୁହେଁ। ଆଳାପର ତାଳ ରହିବ ନାହିଁ, ହେଲା। ଆଳାପର ମୁଖ୍ୟ ଉପାଦାନ କ'ଣ? ସେକେଣ୍ଡ ପ୍ରଶ୍ନ। ଆଳାପର ମୁଖ୍ୟ ଉପାଦାନ ହେଲା ଆପଣ ରାଗକୁ ପରିଚୟ କରିବେ, ବାସ୍ ସରିଗଲା। ଆଉ ସବୁ ବିଭିନ୍ନ ଅପସନ୍ ଅଛି, ଆପଣ ଦେଖୁଥିବେ। ଆଳାପ ସାଧାରଣତଃ କେମିତି ଲୟରେ ହୁଏ? ଲୟରେ କେମିତି କରୁ ନା ଆପଣ ବିଲମିତ ଲୟ ହେବ ଆଳାପ ନିଶ୍ଚିତ ଭାବରେ। ଧ୍ରୁପଦ ଶୈଳୀକୁ କ'ଣ କୁହାଯାଏ? ନା ଧ୍ରୁପଦ ଶୈଳୀକୁ ଆପଣ ସେ ଧ୍ରୁପଦୀ କୁହାଯିବ, କ'ଣ କୁହାଯିବ? ଗମ୍ଭୀର ଶାସ୍ତ୍ରୀୟ ଶୈଳୀ କୁହାଯିବ। ଧ୍ରୁପଦ ଶୈଳୀରେ ଗମ୍ଭୀର ଶାସ୍ତ୍ରୀୟ ଶୈଳୀ କୁହାଯିବ। ଆଳାପର ତାଳ ବ୍ୟବହାର ହୁଏ କି ନା ନାହିଁ କୁହନ୍ତୁ? କେବେ ବି ହୁଏନି। ଆପଣ ଅପସନ୍ ସି, ଆଳାପରେ ତାଳ ବ୍ୟବହାର ହୁଏ ନାହିଁ। ଜୋର କେଉଁ ଶୈଳୀର ଅର୍ଥ? ଜୋର କ'ଣ? ଧ୍ରୁପଦରା ଜୋର ହେଉଛି ଧ୍ରୁପଦ। ଆଳାପର ଆରମ୍ଭ କେଉଁ ପୁସ୍ତକରେ ଆସେ? ଆପଣଙ୍କୁ କହିଛି, ସରି କହିବା ଭୁଲିଲା। ଆଳାପର ଆରମ୍ଭ କେଉଁ ସପ୍ତକରୁ ଆରମ୍ଭ ହେବ? ମନ୍ଦ୍ର ସପ୍ତକରୁ। ଜଷ୍ଟ ଏବେ କହିକି ଆସିଲି। ଖୟାଲ ଶୈଳୀର ଆଳାପ କ'ଣ? ଖୟାଲ ଶୈଳୀର ଆଳାପ ହେଲା ବୋଲ ଆଳାପ, ତାକୁ ବୋଲ ଆଳାପ କୁହାଯାଏ। ଆଳାପର କ'ଣ ଅଧିକ ବ୍ୟବହାର ହୁଏ? ମିଣ୍ଡ ବ୍ୟବହାର ହୁଏ, ମିଣ୍ଡ। ଆଳାପ ହେଉଛି କ'ଣ ନା ମନ ଦ୍ୱାରା ସୃଷ୍ଟି ହେବା, ଆପଣ କରିବେ। ଝାଳା କେଉଁ ଗତିରେ ହୁଏ? ଦ୍ରୁତ ଗତିରେ ଝାଳା। ଆଳାପର ପ୍ରଧାନ ଭାବ କ'ଣ? ହାସ୍ୟ ନା ଶାନ୍ତ, ନା ରୌଦ୍ର ନା ଭୟ? ନିଶ୍ଚିତ ଭାବେ ଶାନ୍ତ। ରାଗର ଆତ୍ମା କିଏ? ରାଗର ଆତ୍ମା କ'ଣ? ନା ରାଗର ଆତ୍ମା ହେଲା ଆଳାପ। କେଉଁ ଗ୍ରନ୍ଥରେ ସଙ୍ଗୀତ ତତ୍ତ୍ୱ ମିଳେ? ସଙ୍ଗୀତ ରତ୍ନାକର ବା ନାଟ୍ୟଶାସ୍ତ୍ର? ଏଠି ଅପସନ୍ ଅଛି ନାଟ୍ୟଶାସ୍ତ୍ର। କେଉଁ ଗ୍ରନ୍ଥରେ ସଙ୍ଗୀତ ତତ୍ତ୍ୱ ମିଳେ? ନା ନାଟ୍ୟଶାସ୍ତ୍ର।
ସଙ୍ଗୀତ ରଚନାଙ୍କର କିଏ ରଚନା କରିଥିଲେ? ତାନସେନ ନା ଭରତମୁନି ନା ସାରଙ୍ଗଦେବ ନା ତ୍ୟାଗରାଜ? ସାରଙ୍ଗଦେବ। ଆଳାପ ପରେ କ'ଣ ଆସେ? ଆଳାପ ପରେ ବନ୍ଦିଶ ବା ଗତ ଆସେ। ଗତ ଗତ କ'ଣ ଗୋଟେ କହିବି, ଏଇଟା ଭଲ ବହୁତ କଥା ଗୋଟେ। ଗତ କ'ଣ, ବନ୍ଦିଶ କ'ଣ, ଏଇଟା ମୁଁ ଭିଡ଼ିଓ କରିବି ସେପଟେ। ବହୁତ କଥା ଅଛି ଆ ଭିତରେ, ବହୁତ କଥା ଜାଣିବାର ଅଛି। ଆଳାପରେ ବାଦୀ ସ୍ୱର କାହିଁକି ଗୁରୁତ୍ୱପୂର୍ଣ୍ଣ? ବାରମ୍ବାର ବ୍ୟବହାର ହେବ ନିଶ୍ଚିତ ଭାବେ। ବାଦୀ ସ୍ୱର ନିଶ୍ଚିତ ରାଗ ପରିଚୟ ପାଇଁ ନିଶ୍ଚିତ ଦରକାର। ତେଣୁ ଅପସନ୍ ବି। ବାଦୀ ସ୍ୱର କ'ଣ ଆପଣଙ୍କୁ କହିଥିଲି? ବାରମ୍ବାର ଯେଉଁ ସ୍ୱର ବ୍ୟବହାର ହୁଏ କରେ, ଆଉ ତା ସହଯୋଗୀ ସ୍ୱର ହେଉଛି ସମ୍ବାଦୀ ସ୍ୱର ହେଲା। ଆଳାପରେ ଶବ୍ଦ ବ୍ୟବହାର କେମିତି? ଆଳାପରେ ଶବ୍ଦ ବ୍ୟବହାର କେବେ 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 ଶବ୍ଦ ବ୍ୟବହାର, ସବୁବେଳେ ନାହିଁ। ଆଳାପରେ କ'ଣ ଆବଶ୍ୟକ? ଧୈର୍ଯ୍ୟ। ଜଲ୍ଦି ଜଲ୍ଦି ହେବନି, ସେ ଧୀରେ ହେବ, ବାସ୍ ଧୈର୍ଯ୍ୟ ହେବ। ଆଳାପର କେଉଁ ସଙ୍ଗୀତ ପ୍ରଣାଳୀର ଅଂଶ? ଆଳାପ କେଉଁ ସଙ୍ଗୀତର ପ୍ରଣାଳୀ ଅଂଶ, କେଉଁ ସଙ୍ଗୀତର ଅଂଶ ଏଇଟା? ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ। ଏ ହେଲା ଆପଣଙ୍କର 20ଟି ପ୍ରଶ୍ନ। ଧନ୍ୟବାଦ ଦର୍ଶକ ବନ୍ଧୁ। ଭିଡ଼ିଓ ଭଲ ଦେଖିବେ, ଶୁଣିବେ, ଭିଡ଼ିଓ ସେୟାର କରିବେ, ଲାଇକ୍ କରିବେ, ଜୟ ମା ସରସ୍ୱତୀ ଲେଖିଦେବେ। ଧନ୍ୟବାଦ।